ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। जय जगन्नाथ। 91 अध्याय पाठ करिबा। वसुदेवଙ୍କୁ श्रीकृष्णଙ୍କର तत्वज्ञान उपदेश एवं देवकीଙ୍କୁ सत्पुत्र प्रदान। 91तम अध्याय। 91 ଅଧ୍ୟାୟରେ ରାମକୃଷ୍ଣ ଯେ ସ୍ନେହ ଭରେ ପିତାଙ୍କୁ ଦେଲେ ଜ୍ଞାନ ତତ୍ତ୍ୱ, ମାତାଙ୍କୁ ଦେଲେ ମୃତ ପୁତ୍ର। ଶ୍ରୀ ଶୁକ ଉବାଚ। ଶୁକ ବୋଲନ୍ତି ଶୁଦ୍ଧ ମନେ ଦ୍ୱାରକାପୁରେ ଏକ ଦିନେ। ରାମ ଗୋବିନ୍ଦ ବେନି ଭାଇ ତାତ ଜନନୀ ପାଶେ ଯାଇ ପ୍ରଣାମ କଲେ ବେନି ପାଦେ ସ୍ନେହ ହରସ ଗଦ ଗଦେ। ଆନନ୍ଦ ବସୁଦେବ ହୋଇ ରାମ ଗୋବିନ୍ଦ ମୁଖ ଚାହିଁ ମୁନିମାନଙ୍କ ବାକ୍ୟ ଶୁଣି କୃଷ୍ଣ ମହିମା ପରିମାଣି ବୋଲଇ ଶଙ୍କିତ ବଚନେ କୃଷ୍ଣ ମହିମା ଭାବି ମନେ। ହେ କୃଷ୍ଣ କୃଷ୍ଣ ଭଗବାନ ହେ ଶଙ୍କର୍ଷଣ ସନାତନ ନିଶ୍ଚୟ ଜାଣିଲି ଏବେ ମୁହିଁ ସୃଷ୍ଟି କାରଣ ତୁମ୍ଭେ ଦୁଇ। ପରମ ବ୍ରହ୍ମ ପରକାଶ ତୁମ୍ଭେ ଯେ ପ୍ରଧାନ ପୁରୁଷ। ଯହିଁ ଯେମନ୍ତ ଯହୁଁ ଜାତ ଯାହାର ଜେୟ ବା ନିର୍ମିତ। ଜେୟ ବା ଯେବେ ଯଥା ଭାବେ ଯାହାର ପ୍ରୟୋଜନ ଲାଭେ। ସମ୍ଭୂତ ହୋଇ ଏ ସଂସାର ତୁମ୍ଭେ ସେ ପ୍ରଧାନ ଈଶ୍ୱର। ତୁମ୍ଭର ସୃଷ୍ଟି ଏ ଜଗତ ସ୍ଥାବର ଆଦି ନାନା ମତ। ଏହାଙ୍କ ଦେହେ ତୁମ୍ଭେ ପଶ ପ୍ରାଣୀଙ୍କ ଜୀବନ ଆଶ୍ୱାସ। ପ୍ରାଣୀଙ୍କି ପଞ୍ଚ ମହାଭୂତ ସୃଷ୍ଟି କରନ୍ତି ଆତଜାତ। ଏହାଙ୍କ ଶକ୍ତି ତୁମ୍ଭେ ଧର ଅଚେତନଙ୍କୁ ଚେତା କର। ଚନ୍ଦ୍ରର କାନ୍ତି ରବି ପ୍ରଭା ତାରା ବିଜୁଳି ଅଗ୍ନିଶାଭା। ଗିରି ସ୍ଥିରତା ଭୂମି ବାସ ଏ ସର୍ବ ତୁମ୍ଭର ପ୍ରକାଶ। ଜଳେ ତର୍ପଣ ଜୀବନ ଜଳରେ ତର୍ପଣ ଜୀବନ ଆବର ରସ ତୋଭିଆଣ। ନା ପବନ ଗତି ଚେଷ୍ଟା ବଳ ଦିଗଙ୍କ ମଧ୍ୟରେ ଅନ୍ତରାଳ। ଓଙ୍କାର ନାଦ ବର୍ଣ୍ଣସ୍ୱର ଆକୃତି ମଧ୍ୟରେ ନାନାକାର। ଇନ୍ଦ୍ରିୟ ମଧ୍ୟରେ ତୁମ୍ଭେ ମନ ତୋ ଅନୁଗ୍ରହେ ଦେବଗଣ। ବୁଦ୍ଧିର ବୋଧ ବୁଦ୍ଧି ତୁମ୍ଭେ ଜୀବର ଶ୍ରୁତି ତୁ ଆରମ୍ଭେ। ଭୂତଙ୍କ ମଧ୍ୟରେ ଭୂତ ଆଦି ଇନ୍ଦ୍ରିୟ ଗଣେ ତେଜ ସିଦ୍ଧି। ବିକଳ୍ପ ମଧ୍ୟରେ ତୁ ବିକାର ପ୍ରଧାନ ରୂପ ଜୀବଙ୍କର। ବିନାଶୀ ଭୂତଙ୍କର ମଧ୍ୟ ତୁମ୍ଭେ ଅବିନାଶୀ ପ୍ରସିଦ୍ଧ। ଦିବ୍ୟ ବିକାର ଦ୍ରବ୍ୟ ତୁମ୍ଭେ ତ୍ରିଗୁଣ ବୃତ୍ତିର ଆରମ୍ଭେ। ଆତ୍ମା କଳ୍ପିତ ଏ ଶୟଳେ ତୁମ୍ଭର ଯୋଗ ମାୟା ବଳେ। ଏଘେନି ଅନୁମାନ କଲେ ମାୟା ନ ଲାଗେ ତୁମ୍ଭ ତୁଲେ। ନାନା ବିକାରଙ୍କ ପ୍ରମାଣେ ନ ଘଟେ ତୁମ୍ଭ ବିଚାରଣେ। ଏଗୁଣ ପ୍ରବାହ ତୁମ୍ଭର ଅଜ୍ଞାନୀ ଜନେ ଅଗୋଚର। ଏଣୁ ସଂସାରେ କର୍ମ ବଳେ ପ୍ରାଣୀ ଭ୍ରମନ୍ତି ଅନ୍ତରାଳେ। ଅନେକ ଭାଗ୍ୟେ ଏ ସଂସାରେ ମନୁଷ୍ୟ ରୂପ ପ୍ରାଣୀ ଧରେ। ସମର୍ଥ ଆତ୍ମା ଲାଭେ ହୋଇ ତାଙ୍କୁ ସେ ଦୁର୍ଲଭ ହୁଅଇ। ତୁମ୍ଭ ମାୟାରେ ପ୍ରାଣୀ ମୋହି ଆତ୍ମାର ଗତି ନ ଜାଣଇ। ବୟସ ହରେ ପ୍ରମାଦରେ ନିବିଡ଼ ସଂସାର ବେଭାରେ। ମୁହିଁ ମୋହର ଏ ସଂସାର ସୁତ କଳତ୍ର ଧନ ମୋର। ଏମନ୍ତ ସ୍ନେହ ପାଶ ଦେଇ ବନ୍ଧନ କର ତୁମ୍ଭେ ଦୁଇ। ପ୍ରଧାନ ପୁରୁଷ ଈଶ୍ୱର ତୁମ୍ଭେ ଯେ ମୋହର କୁମର। ଭୂମିର ଭାରା ନିବାରଣେ ମୋହର କୂଳ ନିସ୍ତାରଣେ। ଏଣୁ ମୋହର ନୁହ ସୁତ ଏ ମାୟା ତୁମ୍ଭର ନିର୍ମିତ। ସଂସାର ସଙ୍କଟ ନିସ୍ତାର ତୁମ୍ଭର ଅଭୟ ପୟର। ସେ ପାଦେ ପଶିଲି ଶରଣ ଏବେ ତୁ ରଖ ନାରାୟଣ। ଆରତ ଜନ ବନ୍ଧୁ ତୁମେ ଏ ମାୟା ସଂସାର ଆରମ୍ଭେ। ଲୋଭ ଲାଳସା ମୋର ନୋହୁଁ ଏମନ୍ତ ଆଜ୍ଞା ମୋତେ ହେଉ। ତୁ ନିରାକାର ନିରଞ୍ଜନ ପରମ ବ୍ରହ୍ମ ଭଗବାନ। ତୋର ବିଷये ପୁତ୍ର ବୁଦ୍ଧି ଭୋନାଥ ପକା ଏବେ ଛେଦି। କଂସ ରାଜାର ବନ୍ଦୀ ଘରେ ରଜନୀ ଦ୍ୱିତୀୟ ପ୍ରହରେ। ତୋହର ଜନ୍ମ କାଳେ ମୋତେ ଯାହା କହିଲୁ ଦୟା ଚିତେ।
ବୋଇଲୁ ଜନ ଅନୁରାଗେ ମୋହର ଜନ୍ମ ଯୁଗେ ଯୁଗେ। ଏଣୁ ତୁ ଧର୍ମ ରକ୍ଷା ଅର୍ଥେ ଶରୀର ବହୁ ନାନା ମତେ। ଗଗନେ ଯେହ୍ନେ ମେଘପନ୍ତି ଉଭାରି ପୁଣି ଲୀନ ହୁଅନ୍ତି। ଏମନ୍ତ ତୋ ମାୟା ବିଭୂତି କେଜାଣି ପାର ଇ ଶ୍ରୀପତି। କହନ୍ତି ଶୁକ ମହାମୁନି ପିତା ବଚନେ କୃଷ୍ଣ ଶୁଣି। ହସିଣ ଯୋଡ଼ି ବେନିକର କୋମଳ ବଚନ ଗଭୀର। ବୋଲନ୍ତି ପ୍ରଭୁ ଭଗବାନ ଭୋତାତ ସାଧୁ ତୋ ବଚନ। ଆମ୍ଭେ ତୁମ୍ଭର ପୁତ୍ର ଦୁଇ ପୁତ୍ର ଉଦ୍ଦେଶ୍ୟ ଭାବ ବହି। ତୁମ୍ଭେ କହିଲ ତତ୍ତ୍ୱଜ୍ଞାନ ଏକଥା ସର୍ବ ମତେ ସମ। ମୁଁ ପୁତ୍ର ତୁମ୍ଭେ ମୋର तात ଏ ଯେ ମୋହର ଜ୍ୟେଷ୍ଠ ଭ୍ରାତ। ଦ୍ୱାରକାପୁର ଜନ ଯେତେ ସଚରାଚର ଏହି ମତେ। ଈଶ୍ୱର କଳ୍ପିତ ସଂସାର ଏଣେ ଭ୍ରମନ୍ତି ସୁର ନର। ଏ ଆତ୍ମା ଏକ ସ୍ୱୟଂ ଜ୍ୟୋତି ନିତ୍ୟ ନିର୍ଗୁଣ ଶୁଦ୍ଧ କାନ୍ତି। ଆତ୍ମା କଳ୍ପିତ ସୃଷ୍ଟି ମଧ୍ୟରେ ଆତ୍ମା ପ୍ରବେଶ ଅନୁବାଦେ। ନାନା ପ୍ରପଞ୍ଚ ବହୁ ରୂପେ କ୍ରୀଡ଼ା କରଇ ମୋହ କଳ୍ପେ। ଶୂନ୍ୟ ପବନ ଜ୍ୟୋତି ଜଳ ତାର ନିର୍ମିତ ଭୂମଣ୍ଡଳ। ଅଳ୍ପ ବିଷୟେ ନାନା ମତେ ଈଶ୍ୱର ରୂପେ ଏ ଜଗତେ। ଶୁକ ବୋଲନ୍ତି ରାଏ ଶୁଣ ଯାହା କହିଲେ ନାରାୟଣ। ତା ଶୁଣି ବସୁଦେବ ଜ୍ଞାନ ନାନା ପ୍ରକାରେ ନୋହି ଛନ୍ନ। ବିନିଷ୍ଟ ଭେଦ ବୁଦ୍ଧି ଘେନି ପ୍ରେମ ଆନନ୍ଦେ ହେଲା ତୁନି। ଏବେ ହୋ ଶୁଣ କୁରୁ ରାଏ ଦେବକୀ ସର୍ବ ଦେବମୟେ। ଭାବେ ଗୋବିନ୍ଦ ମୁଖ ଚାହିଁ ବିସ୍ମୟ ମନେ ବିଚାରଇ। ଗୁରୁଙ୍କ ପୁତ୍ର ମରିଥିଲା ଏ ଯମ ଘରୁ ଆଣିଦେଲା। ଏ କୃଷ୍ଣ ବାଦେ ମୋର ପୋଏ କଂସ କଚାଡ଼ିଲା ନିର୍ଦ୍ଦୟେ। ସୁମରି ପୁତ୍ର କଷ୍ଟ ମନେ କାନ୍ଦଇ ଅତି ଦୁଃଖ ଚନେ। ପୁଣି କ୍ଷଣକେ ସ୍ଥିର ହୋଇ ବୋଲଇ ରାମ କୃଷ୍ଣ ଚାହିଁ। ଶୁଣ ହୋ ରାଜା ଦାମୋଦର ମହାମହିମା ଯୋଗେଶ୍ୱର। ମୁହିଁ ଜାଣିଲି ତୁମ୍ଭ ଗତି ସଂସାରେ ଯେତେ ପ୍ରଜାପତି। ତୁମ୍ଭେ ତାହାଙ୍କର ଈଶ୍ୱର ଆଦି ପୁରୁଷ ନିରାକାର। ଏ ଭୂମି ତଳେ ରାଜା ଯେତେ ବିନିଷ୍ଟ ମତି କାଳଗ୍ରସ୍ତେ। ତାହାଙ୍କ ପାଦ ଭାରେ ମହି ତୋତେ ନମିଲା ଭାବଗ୍ରାହୀ। ଏଣୁ ମୋ ଗର୍ଭୁ ତୁମ୍ଭେ ଜାତ ମାୟାରେ ହୋଇ ବେନିଭ୍ରାତ। ତୋହର ଅଂଶାଂଶର ଭାଗେ ଏ ବିଶ୍ୱ ସଂସାର ସମ୍ଭବେ। ସୃଷ୍ଟି ପାଳନ ନାଶ ହୁଅନ୍ତି ଏ ଘେନି ତୁମ୍ଭେ ମୋର ଗତି। ବିଦ୍ୟା ପଠନେ ତୁମେ ପୁଣି ଗୁରୁଙ୍କ ମଲା ପୁତ୍ର ଆଣି। ଗୁରୁ ଦକ୍ଷିଣା ଦେଇଅଛ ଏକଥା ଲୋକରେ ପ୍ରତ୍ୟକ୍ଷ। ତେଣୁ ମୋହର ବାକ୍ୟ କର ତୁମେ ହୋ ଭୁବନ ଈଶ୍ୱର। କଂସ ମାଇଲା ଯେତେ ସୁତ ତୁମ୍ଭର ଜ୍ୟେଷ୍ଠ ଷଡ଼ଭ୍ରାତ। ତାହାଙ୍କୁ ଲୋଚନେ ମୁଁ ଦେଖି ଜୀବନ କରିବଇଁ ସୁଖୀ। କହନ୍ତି ଶୁକ ମହାମୁନି ଏମନ୍ତ ମାତା ବାକ୍ୟ ଶୁଣି। ରାମ ଗୋବିନ୍ଦ ସଙ୍ଗ ମେଳେ ଦୁର୍ଗମ ଯୋଗ ମାୟା ବଳେ। ସୁତଳେ ପଶିବେନି ଭାଇ ମିଳିଲେ ବଳି ଦ୍ୱାରେ ଯାଇ। ସେ ଯେ ଅସୁର ନୃପମଣି କୃଷ୍ଣ ଆଗମ କଥା ଶୁଣି। ନିକଟେ ମିଳି ତତକ୍ଷଣେ ସଙ୍ଗତେ ଘେନି ପରିଜନେ। ପୁତ୍ର ପୌତ୍ର ସଙ୍ଗେ ଘେନି ନମିଲା ରାମ କୃଷ୍ଣ ବେନି। ବସାଇ ସୁବର୍ଣ୍ଣ ଆସନେ ପୂଜିଲା ତାଙ୍କୁ ତୋଷ ମନେ। ପଖାଳି ପଦ୍ମ ପାଦ ଦୁଇ ଶିରେ ଘେନିଲା ଜଳ ନେଇ। ଯେନିର ବ୍ରହ୍ମ ଲୋକ ଆଦି ପରମ ପବିତ୍ର ପ୍ରସିଦ୍ଧି। ମଙ୍ଗଳ ଦ୍ରବ୍ୟ ମାନ ଘେନି ପୂଜିଲା ରାମ କୃଷ୍ଣ ବେନି। ଚକ୍ଷୁ ଆନନ୍ଦ ଜଳେ ପୁରି ରୋମହର ସେ ରୋମହର ସେ କଳେବରେ। କର ନିବେଶୀ କୃଷ୍ଣ ପାଦେ କହଇ କଣ୍ଠ ଗଦ ଗଦେ। ବଳି ଉବାଚ ନମୋ ଅନନ୍ତ ମହାଶୟ ସୃଷ୍ଟି କାରଣ ବ୍ରହ୍ମଦେହ। ତୁ ବ୍ରହ୍ମ ପରମ କାରଣ ତୁ ସାଂଖ୍ୟ ଯୋଗ ବିସ୍ତାରଣ। ତୁମ୍ଭର ଦରଶନ ଲାଭ ଜଗତେ ଯୋଗୀଙ୍କି ଦୁର୍ଲଭ। ଆମ୍ଭେ ସ୍ୱଭାବେ ରଜତମ ପାଇଲୁ ତବ ଦରଶନ। ଦୈତ୍ୟ ଦାନବ ଗନ୍ଧର୍ବ ସିଦ୍ଧି ଚାରଣ ମହୋରଗ।
ଯକ୍ଷ ପିଶାଚ ଆଦି ଯେତେ ଭୂତ ପ୍ରଥମ ନାନା ମତେ ବିଶୁଦ୍ଧ ସତ୍ୱ ତୁ ଅଗାଧ ତୋ ପଥ କରନ୍ତି ବିରୋଧ ତୁ ଶାସ୍ତ୍ର ଶରୀର ଅନନ୍ତ ଏଣେ ନ ଲଭି ଜ୍ଞାନ ତତ୍ତ୍ୱ ଏହାଙ୍କ ମାର୍ଗେ ଥାନ୍ତି ଯେତେ ତୋତେ ବା ନ ଲଭିଲେ କେତେ ଏ ଆଦି ଯେ ତୋର ଚରଣେ ଯେବେ ଭଜନ୍ତି ଶତ୍ରୁପଣେ ଲଭନ୍ତି ତୋର ପଦ୍ମପାଦ ନାହିଁ ତାହାଙ୍କ ଶାସ୍ତ୍ରବାଦ ଯେୟ ବା ଶତ୍ରୁ ପଣେ ଥାଇ ତୋ ପାଦ କମଳ ବଜଇ ବଦ୍ଧ ବୈର ଭାବେ ଚିନ୍ତି ଭୋନାଥ ତୋତେ ସେ ଲଭନ୍ତି ଭକତି ଭାବେ ଯେ ଭଜନ୍ତି ସେ ଅବା କାମ ମାର୍ଗେ ଚିନ୍ତି ସେ ତୋତେ ନିକଟେ ଲଭନ୍ତି ନରକେ ନାହିଁ ତାଙ୍କ ଭ୍ରାନ୍ତି ସତ୍ୱ ପ୍ରଧାନ ଦେବଗଣେ ତୋର ନିକଟେ ଅନୁକ୍ଷଣେ ଏମନ୍ତ ତୋ ମାୟା ପ୍ରଭାବ ସେମାନେ ନ ପାଇଲେ ଠାବ ତୁ ନାଥ ଯୋଗୀଙ୍କି ଦୁର୍ଲଭ ତୋତେ କେ ଜାଣେ ପଦ୍ମନାଭ ନିଶ୍ଚୟ କରି ତୋ ଶରୀର କେ ଜାଣିପାରେ ଯୋଗେଶ୍ୱର ତୋର ମହିମା ଯୋଗ ମାୟା ଆମ୍ଭେ ଜାଣିବୁ କାହୁଁ ତାହା ଭୋନାଥ ଶୁଣ ନିରଞ୍ଜନ ତୁ ମୋତେ ହୋଇବା ପ୍ରସନ୍ନ ଅନ୍ଧାନ୍ଧ କୂପେ ଥାଇ ନୀତି ତୋ ପାଦ ପଦ୍ମ ମୁନ ଚିନ୍ତି ତୋ ପାଦ ପଦ୍ମ ଲଭିବାରେ ସନ୍ଥ ଯେ ସନେ ଆଶା କରେ ସଙ୍ଗେ ମୁଁ ଘେନି ସଖାଗଣ ସେବିବି ତୋହର ଚରଣ ତୋର ଆଗମ ମୋତେ କହ ନିଷ୍ପାପ କର ମୋର ଦେହ ତୋହର ଆଜ୍ଞା ଘେନି ଶିରେ ଘୋର ସଂସାରୁ ପ୍ରାଣିତରେ ଶ୍ରୀ ଶୁକ ଉବାଚ ବଳି ବଚନେ ଦାମୋଦର କୋମଳ ବଚନ ଗଭୀର ବୋଲନ୍ତି ଶୁଣ ନୃପମଣି ପ୍ରଥମ ମନ୍ୱନ୍ତର ବାଣୀ ଛପୁତ୍ର ମରି ଚିର ଘରେ ଜନ୍ମିଲେ ଉନ୍ନାର ଉଦରେ ସ୍ୱଭାବେ ଦୁଷ୍ଟ ବୁଦ୍ଧି ଘେନି ନିର୍ଭୟେ ବୁଲନ୍ତି ଅବନୀ ଦେବଳ ନାମେ ବ୍ରହ୍ମ ଋଷି ତାହାଙ୍କ ତପୋବନେ ପଶି ତାହାଙ୍କ ରୂପ ଚାହିଁ ହସି ଆକର୍ଷି ଗୃହ ମଧ୍ୟେ ପଶି ଦୁହିତା ଦେଖି ଗୃହ ମଧ୍ୟେ ଧଇଲେ ମୈଥୁନ ସଧେ ଦେଖି କୁପିତ ମୁନିବର ବୋଇଲେ ଶୁଣ ଷଡ଼ବୀର ଅସୁର ଯୋନି ତୁମ୍ଭେ ପାଅ ଜନ୍ମ ମାତ୍ରକେ କ୍ଷୟ ଯାଅ ଏଣୁ ସେ ପାପ ଗୁରୁତରେ ହିରଣ୍ୟ କଶିପୁ ମନ୍ଦିରେ ଜନ୍ମିଲେ ସେ ଯୋଗ ମାୟାରେ ପୁଣ ଦେବକୀର ଉଦରେ ତାହାଙ୍କୁ ଜନ୍ମ ମାତ୍ରେ ଧରି କଂସ ମାଇଲା କୋପ ଭରି ଏବେ ଦେବକୀ ତା ସୁମରି କାନ୍ଦଇ ପୁତ୍ର ଶୋକ କରି ତାହାଙ୍କୁ ତୋର ପୁରୁ ନେଇ ମାତା ନିକଟେ ଦେବି ମୁହିଁ ଜନନୀ ହୋଇବେ ଆନନ୍ଦ ଏହାଙ୍କ ଫିଟୁ ପାପ ବନ୍ଧ ବୋଲନ୍ତି ପ୍ରଭୁ ନାରାୟଣ ଏ ଷଡ଼ ଗର୍ଭ ନାମ ଶୁଣ ସ୍ମର ଉଦ୍ଗୀତ ପରିସ୍ୱଙ୍ଗ ଶୃଙ୍ଗି ଘୃଣୀ କ୍ଷୁଦ୍ର ଭୃତ ପତଙ୍ଗ ମୋର ପ୍ରସାଦେ ଷଡ଼ଜଣ ଗୁଣ ଲଭିବେ ମୋକ୍ଷ ସ୍ଥାନ ଏମନ୍ତେ କୃଷ୍ଣ ବାକ୍ୟ ଶୁଣି ବଳି ତାହାଙ୍କୁ ଦେଲା ଆଣି ତକ୍ଷଣେ ରାମ ଯଦୁପତି ମିଳିଲେ ପୁର ଦ୍ୱାରାବତୀ ଦେବକୀ ପାଶେ ତାଙ୍କୁ ଦେଇ ପ୍ରମାଣ କଲେ ବେନି ଭାଇ ତାହାଙ୍କୁ ଦେଖି ନ ଦେବକୀ ସ୍ନେହେ ଲୋତକ ପୂର୍ଣ୍ଣ ଆଖି କ୍ଷୀର ସ୍ରବଇ ପୟୋଧରେ କୋଳେ ବସାଇ ସ୍ନେହ ଭରେ ଆଘ୍ରାଣ କରି ତାଙ୍କ ଶିର ସ୍ତନ ପିଆଇ ସ୍ନେହ ଭର କୃଷ୍ଣର ମାୟାରେ ମୋହିତ ଶୁଣ ରାଜନ ପରୀକ୍ଷିତ କୃଷ୍ଣ ଭିଆଣ ଶେଷ କ୍ଷୀର ଭାବେ ପିଇଲେ ଷଡ଼ଭୀର ଅମୃତମୟ କ୍ଷୀର ପିଇ କୃଷ୍ଣର ଅଙ୍ଗ ସଙ୍ଗ ପାଇ ଦେଖିଣ ରାମ କୃଷ୍ଣ ମୁଖ ଫିଟିଲା ଭବ ବନ୍ଧ ଦୁଃଖ ଆନନ୍ଦେ ଉଠି ଷଡ଼ ଭାଇ କୃଷ୍ଣର ପାଦେ ଶିର ଦେଇ ରାମର ପାଦ ରଜ ଘେନି ନମିଲେ ପିୟ ରଜନନୀ ଦେଖନ୍ତି ଦିଗ ପାଳେ ମିଳି ଗଗନେ ଯେ ସନେ ବିଜୁଳି ଦିବ୍ୟ ପୁରୁଷ ଷଡ଼ଜଣ ଗଗନ ମାର୍ଗେ ହେଲେ ଲୀନ ଦେବକୀ ଦେବୀ ତାହା ଦେଖି କୃଷ୍ଣ ମହିମା ଉପଲକ୍ଷୀ ମଲା ପୁତ୍ରଙ୍କୁ ଦେଲେ ଆଣି ପରମାନନ୍ଦ ହଳ ପାଣି
ଏ ମାୟା କୃଷ୍ଣର ଉପାୟ ଏତେ ବିଚାରି କଲା ଭୟ। ଅଦ୍ଭୁତ ମାୟା କର୍ମ ଦେଖି ସଂଶୟ ଭାଙ୍ଗିଲା ଦେବକୀ। ଶୁଣ ହୋ ଅଭିମନ୍ୟୁ ସୁତ କୃଷ୍ଣର ମହିମା ଏମନ୍ତ। ଏ ଆଦି ଯେତେ କୃଷ୍ଣ ଗୁଣ ଅଦ୍ଭୁତ କର୍ମା ନାରାୟଣ। ଏମନ୍ତେ କର୍ମ କଲେ ଯେତେ ଅନ୍ତ କରିବି ତାହା କେତେ। ସୁତ ଉବାଚ ଶ୍ରୀକୃଷ୍ଣ ଲୀଳା ଭାଗବତ ଯେ ନର ଶୁଣେ ଅବିରତ। ଯେ ଅବା ସାଧୁ ସଙ୍ଗ ମେଳେ ଆନନ୍ଦେ କହେ ସୁଖ ଭୋଳେ। ଅଶେଷ ପାପ ବନ୍ଧୁ ତରି ଅନ୍ତେ ଲଭଇ ନର ହରି। ସେ ହରି ଚରଣେ ବିଶ୍ୱାସ କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ଦେବକୀ ଷଟ୍ପୁତ୍ର ଦର୍ଶନମ୍ नाम 89तमो अध्यायः। जय जगन्नाथ।